ହୟ ଲାଲା ତମେ ନା ଏ ଲୁଗା ଦୋକାନର ଓନର? ହଁ ହଁ ମୁଁ ଏକା ଏ ଦୋକାନର ଓନର। କ'ଣ ହେଲା କହ? ଗତକାଲି ତମେ ଏକା ପେପରରେ ପକାଇଥିଲ ନା ଯେ ତମ ଲୁଗା ଦୋକାନରୁ 50ଟା ଲୁଗା ଚୋରି ହେଇଛି ବୋଲି। ଆରେ ହଁ ତ, ଗତକାଲି ମୁଁ ଏକା ପେପରରେ ପକାଇଥିଲି ଯେ 50ଟା ଲୁଗା ଚୋରି ହେଇଛି ବୋଲି। ଦେଖ ତମେ କିଛି ଠିକ୍ କରିନ। ତମର 50ଟା ଲୁଗା ଚୋରି ହେଇଛି କାହିଁ ଯାଇ ଠିକ୍ ଭାବରେ ଦେଖିଲ। କେବଳ 20ଟା ଲୁଗା ଚୋରି ହେଇଛି। 50ଟା ବୋଲି କ'ଣ ପାଇଁ ମିଛରେ ପେପରରେ ଲେଖୁଛ? କେବଳ 20ଟା ଲୁଗା ଚୋରି ହେଇଛି? ହଉ 20ଟା ଚୋରି ହେଲେ ହେଲା, ହେଲେ ତମର କ'ଣ ଅସୁବିଧା ହେଲା? ମୋର କ'ଣ ଅସୁବିଧା ହେଲା? ଆରେ ମୁଁ 2 ଦିନ ତଳେ ତୁମ ଦୋକାନକୁ ଚୋରି କରିବାକୁ ଆସିଥିଲି। ମୁଁ ସେ ଲୁଗା ଗୁଡ଼ାକ ନେଇ 20ଟା ଲୁଗା ଚୋରି କରି ନେଇ ମୋ ସ୍ତ୍ରୀକୁ ଦେଲି। ସେ ବହୁତ ଖୁସି ହେଇଗଲା। କିନ୍ତୁ ଆଜି ଯେତେବେଳେ ତୁମେ ପେପରରେ ପକାଇଛ ଯେ 50ଟା ଲୁଗା ଚୋରି ହେଇଗଲା ବୋଲି, ତେବେ ମୋ ସ୍ତ୍ରୀ ପଚାରୁଛି ଯେ ଆଉ 30ଟା ଲୁଗା ତୁମେ କାହାକୁ ନେଇ ଦେଲ? ତେଣୁ ତୁମେ ଏମିତି ମିଛ ଖବର ଗୁଡ଼ାକ କାହିଁକି ପେପରରେ ପକାଉଛ? ତା ଦ୍ୱାରା ଆମ ଘରେ ଅଶାନ୍ତି ହେଉଛି। ଆଚ୍ଛା, ତମ ଘରେ ଅଶାନ୍ତି ହେଉଛି ନାଇଁ? ହେଲେ ମୁଁ ଏବେ କ'ଣ କରିବି କୁହ? ତୁମେ ଗୋଟେ କାମ କର, ଆଉ କାଲିର ପେପରରେ ପକାଇବ ଯେ 50ଟା ଲୁଗା ଚୋରି ହେଇନଥିଲା, କେବଳ 20ଟା ଲୁଗା ହିଁ ଚୋରି ହେଇଥିଲା ବୋଲି।